এটা ଅନ୍ନପୂର୍ଣ୍ଣା ଗଛ ଗାଈ ଆଣିଛି ତାକୁ ଲଗାଇବା ପାଇଁ ବ୍ରାଞ୍ଚ ଗୋଟେ। ଅନ୍ନପୂର୍ଣ୍ଣା ଗଛ ସାଧାରଣତଃ ବାସ୍ନାଟା ବାସୁମତୀ ଚାଉଳ ଯେମିତି ବାସ୍ନା ହୁଏ ସେମିତି ବାସ୍ନା ହେବ। ଯାକୁ ଶୁଙ୍ଘିଲେ କାଟିକି ଟିକେ ଶୁଙ୍ଘି ନେଲେ ଲଗେଇଲେ ମଧ୍ୟ ପୁରା ବାସ୍ନା ଅନ୍ନପୂର୍ଣ୍ଣା ବାସ୍ନା ଭଳିଆ। ଏଗୁଡ଼ା ସବୁ ଅରୁଆ ଚାଉଳ ଧାନ ସରି ଚାଉଳ କଲାବେଳେ ଭାତ କଲାବେଳେ ଆ ଦେହରେ ପତ୍ର ପକାଇଲେ ତା ବାସ୍ନା ହେବ ବଢ଼ିଆ ଲାଗିବ। ଏବଂ କ୍ଷୀରିରେ ବିରିୟାନୀରେ ଏଗୁଡ଼ା ସବୁ ପକାଇଲେ ଆହୁରି ବଢ଼ିଆ ଲାଗିବ ଟେଷ୍ଟ। ସାଧାରଣତଃ କ୍ଷୀରିରେ ବିରିୟାନୀ ଅରୁଆ ଭାତରେ ପକାଇଲେ ଆହୁରି ଟେଷ୍ଟ ଲାଗିବ। এইটা ହେଲା ଅନ୍ନପୂର୍ଣ୍ଣା। ଏଇ ସାଧାରଣତଃ ଟିକେ ସନ୍ତସନ୍ତିଆ ଜାଗା ହେଲେ ଲଗେଇଦେଲେ ସେ ମାଡ଼ିଯିବ। ଆଉ ସାଧାରଣତଃ କହନ୍ତି ଅନ୍ନପୂର୍ଣ୍ଣା ଗଛ ଲଗେଇଲେ ଜନ୍ତୁ ତାମାନେ ସାପ ଫାପ ବେଶୀ ରହିବେ। ତା'ର କାରଣ ମୁଁ ଜାଣିବାରେ ସାପ ଫାପ କିଛି ସେମିତି ରହିବନି, କିନ୍ତୁ ତା'ର ମେନ୍ କାରଣ ହେଲା କ'ଣ ନା ଯେହେତୁ ଏଇଟା ଜଙ୍ଗଲିଆ ଭଳିଆ ମାନେ ଏଇଟା 1.5 ଫୁଟ ପାଖାପାଖି ଫୁଟେ 2 ଫୁଟ 1.5 ଫୁଟ ପାଖାପାଖି ଉଞ୍ଚିବ। ଆଉ ମାନେ ଘଞ୍ଚ ଭଳିଆ ମାଡ଼ିଯିବ ସନ୍ତସନ୍ତିଆ ସକାଶେ ଏବଂ ଥଣ୍ଡା ସକାଶେ ସାପ ଜନ୍ତୁ ଆସି ରହିବେ। ନହେଲେ ଯଦି ଛଡ଼ା କରି ଲଗାଯିବ ଚଉଡ଼ାକିରେ ତାହେଲେ ଆଉ ସେଠି ଜନ୍ତୁ ରହିବେନି। କିନ୍ତୁ ଏହା ବାସ୍ନାକୁ ସାଧାରଣତଃ ଲୋକମାନେ କୁହନ୍ତି ଯେ ଜନ୍ତୁ ଆସି ରହନ୍ତି ବୋଲି, ଏ ବାସ୍ନାକୁ ଟାଣି ହେଇକିରି ଆସନ୍ତି। ହେଲେ ମଧ୍ୟ ମୋ ମତରେ କିନ୍ତୁ ସେମିତି କିଛି ନାହିଁ। ୟାକୁ ଛଡ଼ା କରି ଲଗେଇଲେ ଆ ଦେହରେ ରହିବେ ନାହିଁ। ଜୟ ଜଗନ୍ନାଥ। ଏଇଟା ଗୋଟେ ଅନ୍ନପୂର୍ଣ୍ଣା ଗଛ।